ଦର୍ଶକ ବନ୍ଧୁ ମନେ ରଖନ୍ତୁ। 1 ନମ୍ବର, ଘରେ ଯଦି ଧନହାନି ହେଉଥାଏ ତେବେ 5ଟି ମଙ୍ଗଳବାର ଏବଂ ଶନିବାରରେ ତେଲରେ ସିନ୍ଦୁର ଗୋଳାଇ ହନୁମାନଙ୍କୁ ଅର୍ପଣ କଲେ ତାହା ଦୂର ହୋଇଥାଏ। 2 ନମ୍ବର, ଯେଉଁ ଘରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଳି ହେଉଥାଏ ଘରର ମୁଖ୍ୟ କବାଟରେ ସ୍ୱାସ୍ତିକ ଚିହ୍ନଟିଏ ସିନ୍ଦୁରରେ ଆଙ୍କିବା ଦ୍ୱାରା ସମସ୍ତ କଳି ଝଗଡ଼ା ଦୂର ହୋଇଥାଏ। 3 ନମ୍ବର, ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାବେଳେ ଜଳରେ ଅଳ୍ପ ସିନ୍ଦୁର ପକାଇବା ଦ୍ୱାରା ଶୁଭ ହୋଇଥାଏ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। 4 ନମ୍ବର, ମଙ୍ଗଳବାର ଦିନ କେବେ ବି ପଇସା ପତ୍ରରେ ଲେନଦେନ କରିବା ଉଚିତ ନୁହେଁ କିମ୍ବା ପ୍ରସାଧନ ସାମଗ୍ରୀ କିଣିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ। 5 ନମ୍ବର, ଶନିବାର ଦିନ ସୋରିଷ ତୈଳ ଦାନ କରିବା ଦ୍ୱାରା ଏବଂ କୁକୁରକୁ ରୁଟି ଖାଇବାକୁ ଦେବା ଦ୍ୱାରା ସମସ୍ତ ସଙ୍କଟ ଦୂର ହୋଇଥାଏ। ମନେ ରଖିବେ। 6 ନମ୍ବର, ଗୋଟିଏ କାଚ ପାତ୍ରରେ କିଛି ଲୁଣ ରଖି ଘରର ଯେକୌଣସି କୋଠରୀରେ ରଖିଲେ ସକାରାତ୍ମକତା ବୃଦ୍ଧି ପାଇଥାଏ। 7 ନମ୍ବର, ଘରେ ସୋରିଷ ତେଲରେ ଲବଙ୍ଗ ପକାଇ ଦୀପ ଜାଳିବା ଦ୍ୱାରା ଅଶୁଭତ୍ୱ ଦୂର ହୋଇଥାଏ ଏବଂ ଶୁଭତ୍ୱ ପ୍ରକାଶ ପାଇଥାଏ। 8 ନମ୍ବର, ରବିବାର ଦିନ ଗାଈକୁ ରୁଟି ଖୁଆଇବା ଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ନିଜର ବାଞ୍ଛିତ ଫଳ ପ୍ରାପ୍ତ କରିଥାନ୍ତି। 9 ନମ୍ବର, ରବିବାର ଦିନ ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ମନସ୍କାମନା ପୂର୍ଣ୍ଣ ହୋଇଥାଏ। 10 ନମ୍ବର, ରବିବାର ଦିନ ତେଲ ଲୁଣ ସେବନ କରିବା ଉଚିତ ନୁହେଁ ଏବଂ ରବିବାର ଦିନ ମଦ ମାଂସ ମଧ୍ୟ ଖାଇବା ଅଶୁଭ ହୋଇଥାଏ। 11 ନମ୍ବର, ପ୍ରତ୍ୟେକ ଦିନ ସୂର୍ଯ୍ୟ ପୂଜା କରିବା ଉଚିତ। ଏହାଦ୍ୱାରା ବୃଦ୍ଧି ବିବେକ ବଳ ସରକାରୀ ଚାକିରି ଏବଂ ମାନ ସମ୍ମାନ ପ୍ରାପ୍ତି ହୋଇଥାଏ। ଧ୍ୟାନ ରଖିବେ। 12 ନମ୍ବର, ମାନ୍ୟତା ଅନୁସାରେ ଗଙ୍ଗାଜଳ ପାନ କରିବା ଦ୍ୱାରା ନିମୋନିଆ ଏବଂ ମସ୍ତିଷ୍କ ଜ୍ୱର ଇତ୍ୟାଦି ରୋଗ ଭଲ ହୋଇଥାଏ। 13 ନମ୍ବର, ପ୍ରତ୍ୟେକ ଦିନ ଘର ସଫା କରିବା ପରେ ଗଙ୍ଗାଜଳ ସବୁ କୋଠରୀରେ ଛିଞ୍ଚନ କଲେ ମନରେ ଶାନ୍ତି ଆସିଥାଏ ଏବଂ ଅଶୁଭ ଶକ୍ତି ସବୁଦିନ ପାଇଁ ଦୂର ହୋଇଥାଏ। 14 ନମ୍ବର, ପ୍ରତ୍ୟେକ ସୋମବାର ଦିନ ଗଙ୍ଗାଜଳରେ ମହାଦେବଙ୍କୁ ଅଭିଷେକ କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ। 15 ନମ୍ବର, ଘରେ ସବୁବେଳେ ଗଙ୍ଗାଜଳ ତମ୍ବା କିମ୍ବା ଚାନ୍ଦିର ପାତ୍ର ରଖିବା ଉଚିତ। ଏହାଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। 16 ନମ୍ବର, ଘରେ ଗଙ୍ଗାଜଳ ରଖୁଥିବା ସ୍ଥାନ ସଫାସୁତୁରା ରଖିବା ଉଚିତ ଏବଂ ପ୍ରତ୍ୟେକ ଦିନ ଗଙ୍ଗାଜଳ ପାନ କରିବା ଦ୍ୱାରା ଶରୀର ନିରୋଗ ରହିଥାଏ। ମନେ ରଖିବେ। 17 ନମ୍ବର, ଦିନ ସମୟରେ କେବେ ବି ଶୋଇବା ଉଚିତ ନୁହେଁ। ଏହାଦ୍ୱାରା ଆର୍ଥିକ ସ୍ଥିତି ଖରାପ ହୋଇଥାଏ ଏବଂ ଶରୀର ଅସୁସ୍ଥ ହେବା ସହିତ ଆୟୁ କମ୍ ହୋଇଥାଏ। ମନେ ରଖିବେ। 18 ନମ୍ବର, ମୁଣ୍ଡରେ ତେଲ ଲଗାଇଲା ପରେ ବଳିଥିବା ତେଲ ଦେହରେ ମାରିବା ଉଚିତ ନୁହେଁ। ଏହାଦ୍ୱାରା ଶରୀର ଅସୁସ୍ଥ ହୋଇଥାଏ। ଧ୍ୟାନ ରଖିବେ। 19 ନମ୍ବର, କେବେ ବି ବାମ ହାତରେ ପାଣି ପିଇବା ଉଚିତ ନୁହେଁ କିମ୍ବା ନିବସ୍ତ୍ର ହୋଇ ଶୋଇବା କିମ୍ବା ଗାଧୋଇବା ଉଚିତ ନୁହେଁ। ଏହାଦ୍ୱାରା ଧନହାନି ଏବଂ ପାରିବାରିକ ସମସ୍ୟା ଦେଖା ଦେଇଥାଏ। ମନେ ରଖିବେ। 20 ନମ୍ବର, କେବେ ବି ନିଜ ମୁଣ୍ଡକୁ ଦୁଇ ହାତରେ କୁଣ୍ଡାଇବା ଉଚିତ ନୁହେଁ। ଦର୍ଶକ ବନ୍ଧୁ, ଏହାଦ୍ୱାରା ଅଶୁଭତ୍ୱ ବୃଦ୍ଧି ପାଇଥାଏ। 21 ନମ୍ବର, ବସିଲା ବେଳେ କିମ୍ବା ଶୋଇଲା ବେଳେ କେବେ ବି ଗୋଡ଼ ଉପରେ ଗୋଡ଼ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଧନ ଏବଂ ଆୟୁ କମ୍ ହୋଇଥାଏ। 22 ନମ୍ବର, ମଣିଷ ଶରୀରର 70% ପାଣି ହୋଇଥାଏ। ତେବେ ଅଧିକ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ଅନେକ ରୋଗ ଦୂର ହେବାରେ ସାହାଯ୍ୟ କରିଥାଏ। ମନେ ରଖିବେ। ଅଧିକ ପାଣି ପିଇବାକୁ ଚେଷ୍ଟା କରିବେ। 23 ନମ୍ବର, ସ୍ୱଚ୍ଛ ପାଣି ପିଇବା ଦ୍ୱାରା ଗଣ୍ଠି ଜାଗାରେ ଚିକଣତ୍ୱ ରହିଥାଏ ଯାହାଫଳରେ ଗଣ୍ଠି ଦରଜ କମ୍ କରିଥାଏ। 24 ନମ୍ବର, ଗଳା ଯଦି ଦରଜ ହୁଏ କିମ୍ବା ସଂକ୍ରମିତ ହୋଇଥାଏ ତେବେ ଉଷୁମ ପାଣି ପିଇବା ଦ୍ୱାରା ତାହା ଦୂର ହେବାରେ ସାହାଯ୍ୟ କରିଥାଏ। 25 ନମ୍ବର, ଶରୀରରେ ପାଣିର ଅଭାବରୁ
ମୁଣ୍ଡବିନ୍ଧାର ସମ୍ଭାବନା ଥାଏ, ତେବେ ଉଷୁମ ପାଣି ପିଇବା ଦ୍ୱାରା ତାହା ଦୂର ହୋଇଥାଏ। 26 ନମ୍ବର, ସ୍ୱଚ୍ଛ ପାଣି ପିଇବା ଦ୍ୱାରା ଏସିଡ଼ିଟି ସମସ୍ୟା ଦୂର ହେବାରେ ସାହାଯ୍ୟ କରିଥାଏ ଏବଂ ପେଟ ସଫା ରଖିଥାଏ। 27 ନମ୍ବର, ଯଦି କୌଣସି ସମୟରେ ମନ ବହୁତ ବିଚଳିତ ହୁଏ, ତେବେ ସ୍ୱଚ୍ଛ ପାଣି ପିଇବା ଦ୍ୱାରା ତାହା ଦୂର ହେବାରେ ସାହାଯ୍ୟ କରିଥାଏ। 28 ନମ୍ବର, ଉଷୁମ ପାଣି ପିଇବା ଦ୍ୱାରା ଶରୀରରୁ ରାସାୟନିକ ପଦାର୍ଥ ବାହାରି ଯାଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ଠିକ୍ ରଖିଥାଏ। 29 ନମ୍ବର, ସକାଳୁ ଉଠିଲା ପରେ ଉଷୁମ ପାଣି ପିଇବା ଦ୍ୱାରା ଆଖି ଉପରେ ବହୁତ ଭଲ ପ୍ରଭାବ ପଡ଼ିଥାଏ, ଦୃଷ୍ଟିଶକ୍ତି ଠିକ୍ ରହିଥାଏ। 30 ନମ୍ବର, ଯେଉଁ ଲୋକମାନଙ୍କର କିଡନୀ ଷ୍ଟୋନ୍ ରହିଥାଏ, ସେମାନେ ଅଧିକ ପାଣି ପିଇବା ଦ୍ୱାରା ତାହା ପରିସ୍ରାରେ ବାହାରି ଯିବାରେ ସାହାଯ୍ୟ କରିଥାଏ। 31 ନମ୍ବର, ଶୋଇବା ପୂର୍ବରୁ ଅଧ ଗ୍ଲାସ ପାଣି ପିଇବା ଉଚିତ। ଏହାଦ୍ୱାରା ହୃଦୟ ସୁସ୍ଥ ରହେ ଏବଂ ରାତିରେ ହୃଦ୍ଘାତ ସମସ୍ୟା କମ୍ କରିଥାଏ। 32 ନମ୍ବର, ଦ୍ୱିପ୍ରହର ସମୟରେ ଖାଦ୍ୟ ଖାଇବା ପୂର୍ବରୁ 2 ଗ୍ଲାସ ପାଣି ପିଇବା ଉଚିତ ହୋଇଥାଏ। ଏହା ହଜମ ଶକ୍ତି ମଜବୁତ କରିଥାଏ। ମନେ ରଖିବେ। 33 ନମ୍ବର, ସକାଳୁ ଗାଧୋଇବା ପରେ 1 ଗ୍ଲାସ ପାଣି ପିଇବା ଉଚିତ। ଏହା ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ। 34 ନମ୍ବର, ଖାଦ୍ୟ ଖାଇବାର ତୁରନ୍ତ ପରେ ମନେ ରଖିବେ, ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଇବା ଉଚିତ ନୁହେଁ। ଏହା ହଜମ ଶକ୍ତିକୁ ଦୁର୍ବଳ କରିଥାଏ, ତେଣୁ କିଛି ସମୟ ଛାଡ଼ି ପାଣି ପିଇବା ଉଚିତ ହୋଇଥାଏ। 35 ନମ୍ବର, ଜଳ ମାଧ୍ୟମରେ ପୁରା ଶରୀରରେ ଭିଟାମିନ୍, ମିନେରାଲ୍ସ ଏବଂ ଗ୍ଲୁକୋଜ୍ ପ୍ରବାହିତ ହୋଇଥାଏ ଏବଂ ପାଚନ କ୍ରିୟା ମଧ୍ୟ ହୋଇଥାଏ। 36 ନମ୍ବର, ଅଧିକ ପାଣି ପିଇବା ଦ୍ୱାରା ଚର୍ମ ନରମ ରହିଥାଏ, ଦାଗ ରହିନଥାଏ, ସଫା ମଧ୍ୟ ହୋଇଥାଏ ଏବଂ ସୁନ୍ଦର ହୋଇଥାଏ। 37 ନମ୍ବର, ଅଧିକ ପାଣି ପିଇବା ଦ୍ୱାରା ରକ୍ତ ସଞ୍ଚାଳନ ଉତ୍ତମ ରୂପେ କାର୍ଯ୍ୟ କରିଥାଏ ଏବଂ ହୃଦ୍ଘାତ ସମ୍ଭାବନା କମ୍ ହୋଇଥାଏ। 38 ନମ୍ବର, ଅଧିକ ପାଣି ପିଇବା ଦ୍ୱାରା ହାଇପରଟେନସନ୍, ମୂତ୍ରାଶୟ ସମସ୍ୟା ଏବଂ ପାକସ୍ଥଳୀ ସମସ୍ୟା ଦୂର ହୋଇଥାଏ। 39 ନମ୍ବର, ଅଧିକ ପାଣି ପିଇବା ଦ୍ୱାରା ଶରୀରରୁ କ୍ଷତିକାରକ ପଦାର୍ଥ ସହଜରେ ବାହାରି ଯାଇଥାଏ। ଏହାଦ୍ୱାରା ଶରୀର ସୁସ୍ଥ ରହିଥାଏ। 40 ନମ୍ବର, ଅଧିକ ପାଣି ପିଇବା ଦ୍ୱାରା ଅଧିକ ଖାଦ୍ୟ ଖାଇବା ଇଚ୍ଛା କମ୍ ହୋଇଥାଏ, ଯାହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ। ମନେ ରଖିବେ। 41 ନମ୍ବର, ଅଧିକ ପରିମାଣରେ ପାଣି ପିଇବା ଦ୍ୱାରା ଏକାଗ୍ରତା ବୃଦ୍ଧି ହୋଇଥାଏ ଏବଂ ମସ୍ତିଷ୍କ ଭଲ ଭାବେ କାର୍ଯ୍ୟ କରିଥାଏ।